ପିଲାମାନେ ତୁମମାନଙ୍କୁ CHC ପାଠଶାଳାକୁ ସ୍ୱାଗତ। ଆଜି ତୁମେମାନେ ଏଥିରେ ପଢିବ +2 ସେକେଣ୍ଡ ଇୟର ଆର୍ଟ୍ସ ଇତିହାସ ବହିର ଭକ୍ତି ଏବଂ ସୁଫି ଆନ୍ଦୋଳନ ସମ୍ବନ୍ଧରେ। ଭକ୍ତି ଏବଂ ସୁଫି ଆନ୍ଦୋଳନର ଅଲରେଡି 2 ଭିଡିଓ ଚ୍ୟାନେଲରେ ଅପଲୋଡ ହେଇଛି, ତାକୁ ଯାଇ ଦେଖିପାରିବ। ବର୍ତ୍ତମାନ ଆମେ ସେଇ ସୁଫି ଭକ୍ତି ଏବଂ ସୁଫି ଆନ୍ଦୋଳନର ଅନ୍ୟ ଜଣେ ସନ୍ଥ ଯିଏକି କବୀର ଦାସ, ତାଙ୍କ ବିଷୟରେ ଆମେ ପଢିବା। କବୀର ଦାସ ଯିଏକି 1440 ଖ୍ରୀଷ୍ଟାବ୍ଦରେ ଜନ୍ମ ଲାଭ କରିଥିଲେ ଏବଂ 1518 ଖ୍ରୀଷ୍ଟାବ୍ଦରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଯଦି ଆମେ ତାଙ୍କର ସଂକ୍ଷିପ୍ତ ଜୀବନୀ ବିଷୟରେ ଦେଖିବାକୁ ଚାହିଁବା, ତେବେ ଆମେ ଦେଖିବା ଏଇ କବୀର ଦାସ 1840 ଖ୍ରୀଷ୍ଟାବ୍ଦରେ କାଶୀ ଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ବାଲ୍ୟ ଜୀବନ ଏକ ଗରିବ ତନ୍ତୀ ପରିବାରରେ ବିତାଇଥିଲେ। ଲୋକ କଥା ଅନୁସାରେ ସିଏ ଜଣେ ବିଧବା ବ୍ରାହ୍ମଣୀଙ୍କର ପୁତ୍ର ଥିଲେ, କିନ୍ତୁ ଜନ୍ମ ପରେ ତାଙ୍କର ମା ତାଙ୍କୁ କୌଣସି କାରଣରୁ ପରିତ୍ୟାଗ କରିଥିଲେ, ଯାହାଫଳରେ କି ନିରୁ ଏବଂ ନିମା ନାମକ 2 ଜଣ ମୁସଲମାନ ଦମ୍ପତିଙ୍କ ଲାଳନ ପାଳନରେ ସେ କଣ ହେଇଥିଲେ ନା ପାଳିତ ହୋଇଥିଲେ। ତାଙ୍କର କୌଣସି ଆନୁଷ୍ଠାନିକ ଶିକ୍ଷା ପ୍ରାପ୍ତ କରିନଥିଲେ, କିନ୍ତୁ ତାଙ୍କର ଗଭୀର ଆଧ୍ୟାତ୍ମିକ ଜ୍ଞାନ ଲାଭ କରିଥିଲେ। ସେ ହିନ୍ଦୁ ସନ୍ଥ ରାମାନନ୍ଦଙ୍କର ଶିଷ୍ୟ ଥିଲେ। ଯୋଉଗୁଡିକ ଇମ୍ପୋର୍ଟାଣ୍ଟ ମୁଁ ସେଇଗୁଡିକ ବୋଲ୍ଡ ଲେଟରରେ ଲେଖିଦେଇଛି। ତେଣୁକରି ଏଇ ଜିନିଷକୁ ତୁମେ ମାର୍କ କରିବ ଏବଂ ଏଇଗୁଡିକରୁ କ୍ୱେଶ୍ଚେନ ଆସିବ, ସର୍ଟ କ୍ୱେଶ୍ଚେନ ବିଶେଷ କରି। ସେ ହିନ୍ଦୁ ସନ୍ଥ ରାମାନନ୍ଦଙ୍କର ଶିଷ୍ୟ ଥିଲେ ଏବଂ 1518 ଖ୍ରୀଷ୍ଟାବ୍ଦରେ ସେ କଣ କରିଥିଲେ, ତାଙ୍କର ଶରୀର ତ୍ୟାଗ କରିଥିଲେ। ତାଙ୍କର ପ୍ରମୁଖ ରଚନାବଳୀ ଯଦି ଆମେ ଦେଖିବା, କବିଙ୍କର ଉପଦେଶ ଗୁଡିକ ଦୋହା ଏବଂ ଶବ୍ଦ ଆକାରରେ ରଚିତ ହୋଇଥିଲା। ତାଙ୍କର ବାଣୀ ଗୁଡିକୁ ନେଇ ଏକ ଗ୍ରନ୍ଥ ପ୍ରକାଶ ପାଇଥିଲା, ଯାହାର ନାମ ଥିଲା ଇଜକ। ଏବଂ ସବୁଠୁ ଭଲ କଥା ହେଲା ଯେ ତାଙ୍କର ଯୋଉ ରଚନା ଗୁଡିକ ଥିଲା, ସେଗୁଡିକ ସାଧାରଣ ଲୋକେ କିପରି ଭାବେ ବୁଝିପାରିବେ, ସେଥିପାଇଁ ସେମାନେ ସାଧାରଣତଃ ଲୋକ ଭାଷା ଅର୍ଥାତ୍ ପ୍ରଚଳିତ ହିନ୍ଦୀ ଭାଷାରେ ସେମାନଙ୍କୁ ମାନେ ପ୍ରକାଶ କରୁଥିଲେ, ଯାହା ଫଳରେ କି ସମସ୍ତେ ତାଙ୍କର ଉପଦେଶ ଗୁଡିକ ସହଜରେ ବୁଝିପାରୁଥିଲେ। ଏବେ ତାଙ୍କର ଦେଖିବା କଣ ଥିଲା ଧାର୍ମିକ ବିଶ୍ୱାସ ଏବଂ ଉପଦେଶ। ସେ ଜଣେ ଏକୈଶ୍ୱରବାଦୀ ଅର୍ଥାତ୍ ଏକ ଈଶ୍ୱରକୁ ବିଶ୍ୱାସ କରୁଥିଲେ। ସେ ଜଣେ କଠୋର ଏକୈଶ୍ୱରବାଦୀ ଥିଲେ, ଅର୍ଥାତ୍ ସେ ଏକମାତ୍ର ଈଶ୍ୱରଙ୍କୁ ସେ କଣ କରୁଥିଲେ, ପୂଜା କରିବା ପାଇଁ ସେ ଲୋକମାନଙ୍କୁ ପ୍ରବର୍ତ୍ତାଉଥିଲେ। ତାଙ୍କର ମତରେ ଈଶ୍ୱର ଏକ, ତାଙ୍କୁ ଆମେ ରାମ, ରହିମ, ଗୋପାଳ, ହରି ଆଦି ନାମରେ ଭିନ୍ନ ଭିନ୍ନ ନାମରେ ଆମେ ତାଙ୍କୁ ଡାକି ପାରିବା। ଏବଂ ସେ କୁହନ୍ତି, ତାଙ୍କର ଗୋଟେ ପ୍ରମୁଖ ବାଣୀ ଥିଲା, ଅଲ୍ଲାହ ରାମ କେ ନାମ ଦୌ ଏକ ସମ୍ମାନ। ତାଙ୍କର ଅର୍ଥାତ୍ ରାମ ଏବଂ ଆଲ୍ଲାହ ଗୋଟିଏ ନାମ ଏବଂ ଉଭୟଙ୍କୁ ସମ୍ମାନ ଦେବା ଉଚିତ। এই কথাটি କବିଙ୍କର ବାଣୀ ଥିଲା। ଏବଂ ଦେଖିବା ଯଦି କବୀର ଦାସ ଜାତି ପ୍ରଥା ବିରୋଧରେ ଅନେକ ସଂଗ୍ରାମ କରିଛନ୍ତି ଏବଂ ପ୍ରଚାର ମଧ୍ୟ କରିଛନ୍ତି। ତାଙ୍କର କହିବାର କଥା, ସେ ଜାତି ପ୍ରଥାକୁ ତୀବ୍ର ବିରୋଧ କରୁଥିଲେ। ସେ କହୁଥିଲେ ଈଶ୍ୱରଙ୍କ ସନ୍ନିଧାନ ନିମନ୍ତେ ସମସ୍ତ ମାନବ ସମାନ। ଏଠି ଉଚ୍ଚ କିମ୍ବା ନିଚ ଜାତିର ଭାବନାକୁ ସିଏ ତିରସ୍କାର କରୁଥିଲେ। ତାପରେ ଦେଖିବା ତାଙ୍କର ବାହ୍ୟ ଆଡମ୍ବର ପୂର୍ଣ୍ଣ ପୂଜାକୁ କିପରି ସେ ବିରୋଧ କରୁଥିଲେ। ସେ ମୂର୍ତ୍ତି ପୂଜା, ତୀର୍ଥଯାତ୍ରା, ବ୍ରତ, ଉପବାସ, ବେଦ ପୁରାଣ ର ବାହ୍ୟ ଆଡମ୍ବର ପୂର୍ଣ୍ଣ ଅନୁଷ୍ଠାନକୁ ସେ ବିଶ୍ୱାସ କରୁନଥିଲେ ଏବଂ ଏହାକୁ ବିରୋଧ କରି
ସେ ଗୋଟେ ଉକ୍ତି ପ୍ରକାଶ କରିଥିଲେ, "ୱାହନ ପୂଜେ ହରି ମିଲେ ତ ମୁଁ ପୂଜୁ ପଥର।" ତାଙ୍କର କହିବା କଥା, ଯଦି ପଥର ପୂଜିଲେ ହରି ମିଳିଯିବେ, ତାହେଲେ କାହିଁକି ମୁଁ କଣ କରିବି ନା ସେ ପାହାଡକୁ ପୂଜା କରିବି। ଏଭଳି ସେ ଉକ୍ତି ଦେଇଥିଲେ। ତେଣୁକରି ତାଙ୍କର ଅ, ମୂର୍ତ୍ତି ପୂଜା, ତୀର୍ଥଯାତ୍ରା, ବ୍ରତ ଉପବାସ, ବେଦ ପୁରାଣ ଭଳି ବାହ୍ୟ ଆଡମ୍ବର ଅନୁଷ୍ଠାନକୁ ସେ ବିଶ୍ୱାସ କରୁନଥିଲେ। ଠିକ ଅଛି, ଏବେ ଦେଖିବା ଭକ୍ତି ମାର୍ଗ ଉପରେ ସେ କଣ କହିଥିଲେ। କବିର ଜଣେ ଭକ୍ତି ମାର୍ଗର ପ୍ରଚାରକ ଥିଲେ। ସିଏ ସେବା, ସାଧୁସଙ୍ଗ, ପ୍ରଭୁ ନାମ ସ୍ମରଣ, ସତ୍କର୍ମ ଉପରେ ଗୁରୁତ୍ୱ ଦେଉଥିଲେ। ସେ ଗୁରୁଙ୍କର ମହତ୍ଵ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରୁଥିଲେ। ଆମେ ଦେଖିବା ତାଙ୍କର ସାଧାରଣ ଜୀବନ ଓ ଧର୍ମ ସମ୍ବନ୍ଧରେ ସେ କଣ କହିଛନ୍ତି। କବିର ଗୃହସ୍ଥ ଜୀବନକୁ ପବିତ୍ର ମନେ କରୁଥିଲେ। ସେ ବିବାହ କରି ସାଧାରଣ ଜୀବନ ଯାପନ କରିବା ପାଇଁ ଲୋକମାନଙ୍କୁ ପ୍ରବୋଧୁଥିଲେ। ସେ କହୁଥିଲେ, ଈଶ୍ୱରଙ୍କୁ ପାଇବା ପାଇଁ ସନ୍ନ୍ୟାସ ହେବାର କୌଣସି ଆବଶ୍ୟକ ନାହିଁ। ଜଣେ ଗୃହ ମଧ୍ୟ ରହି ମଧ୍ୟ ଭକ୍ତି କରିପାରିବ। ଏ କଥାକୁ କବିର କହୁଥିଲେ। କବିରଙ୍କର ମାନବବାଦ ଉପରେ ସେ କଣ କହିଛନ୍ତି। କବିର କହିଛନ୍ତି, କବିରଙ୍କ ଉପଦେଶର ମୂଳ ଉଦ୍ଦେଶ୍ୟ ଥିଲା ମାନବବାଦ। ଅର୍ଥାତ୍ ସେ ଧର୍ମ, ଜାତି, ବର୍ଣ୍ଣ ଊର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ସମାନ ଭାବରେ ଏବଂ ମାନବ ମଧ୍ୟରେ ଭ୍ରାତୃତ୍ୱ ପ୍ରତିଷ୍ଠା କରିବାକୁ ସେ କହୁଥିଲେ। ତାଙ୍କ ପ୍ରଭାବରେ ସମାଜ କିପରି ପ୍ରଭାବିତ ହୋଇଥିଲା ନା, କବିର ଭକ୍ତିର ଆନ୍ଦୋଳନ ଜଣେ ଅଗ୍ରଣୀ ପୁରୁଷ ଥିଲେ। ସେ ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମର ଲୋକଙ୍କୁ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ତେଣୁକରି ଇଏ ଥିଲେ ଭକ୍ତି ଆନ୍ଦୋଳନ ଅଗ୍ରଣୀ ପୁରୁଷ, ଯାହାକି ସାରା ସମାଜ ତାଙ୍କୁ ଗ୍ରହଣ କରିଥିଲା। ଏବଂ ହିନ୍ଦୁ ମୁସଲମାନ ଉଭୟ ଧର୍ମର ଲୋକ ତାଙ୍କର ଅନୁଗାମୀ ଥିଲେ। ତାଙ୍କ ଦର୍ଶନ ଶିଖ ଧର୍ମ, କବିର ପନ୍ଥ ଓ ଅନ୍ୟାନ୍ୟ ସନ୍ଥ ପରମ୍ପରାକୁ ମଧ୍ୟ ପ୍ରଭାବିତ କରିଥିଲା। ଅର୍ଥାତ୍ କବିରପନ୍ଥୀ ମାନେ ତ ଗ୍ରହଣ କରୁଥିଲେ, ଶିଖ ଧର୍ମର ଲୋକମାନେ ବି ଗ୍ରହଣ କରୁଥିଲେ, ଓ ଅନ୍ୟାନ୍ୟ କେତେକ ଧର୍ମର ଲୋକମାନେ ତାଙ୍କୁ ଗ୍ରହଣ କରୁଥିଲେ। ତାଙ୍କର ଉପଦେଶ ଆଜିର ଯୁଗରେ ମଧ୍ୟ ପ୍ରାସଙ୍ଗିକତା ଅଟେ। ଆଜି ବି ଲୋକମାନେ ସେ କବିଙ୍କର ଦୋହାକୁ କଣ କରନ୍ତି ନା, ଉଦାହରଣ ମାଧ୍ୟମରେ ଲୋକମାନଙ୍କୁ ବ୍ୟବହାର କରିଥାନ୍ତି। ସର୍ବଶେଷରେ ଆମେ ଏତିକି ଦେଖିବା, କବିର ଦାସ ଜାତି, ଧର୍ମ, ବର୍ଣ୍ଣ, ବାହ୍ୟ ଆଡମ୍ବର ପୂର୍ଣ୍ଣ ଊର୍ଦ୍ଧ୍ୱରେ ରହି ଏକ ମାନବବାଦୀ ସଂସ୍କାରକ ଥିଲେ। ସେ ତାଙ୍କର ସରଳ, ଯୁକ୍ତିଯୁକ୍ତ, ଭାବପୂର୍ଣ୍ଣ ଉପଦେଶ ମଧ୍ୟଯୁଗୀୟ ଭାରତୀୟ ସମାଜକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଭିଡିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରିବ ଏବଂ ଭିଡିଓଟି କଣ କଲେ ଉନ୍ନତି ହେଇପାରିବ କମେଣ୍ଟ ବକ୍ସରେ ଜଣାଇବ।